ଆଜିର ଆଲୋଚନାକୁ ସ୍ୱାଗତ। ଆମେ ଯେତେବେଳେ ଓଡ଼ିଶା କଥା ଭାବୁ, ମନକୁ ମନ୍ଦିର, ସମୁଦ୍ରକୂଳ, ସଂସ୍କୃତି ଏସବୁ କଥା ଆସେ। କିନ୍ତୁ ଆଜି ଆମେ ସେହି ଜୀବନଧାରା ବିଷୟରେ କଥା ହେବା ଯାହା ଏସବୁକୁ ସମ୍ଭବ କରିଛି, ମାନେ ଓଡ଼ିଶାର ନଦୀ ସମୂହ। ଆମ ପାଖରେ ରାଜ୍ୟର ଜଳ ନିଷ୍କାସନ ପ୍ରଣାଳୀ ଉପରେ କିଛି ତଥ୍ୟ ଅଛି, ଆଉ ଆମେ ଚେଷ୍ଟା କରିବା ଏହି ଶୁଖିଲା ତଥ୍ୟ ଭିତରୁ ପ୍ରକୃତ କାହାଣୀ ବାହାର କରିବାକୁ। ଠିକ୍ ଅଛି। ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ଓଡ଼ିଶାର ନଦୀଗୁଡ଼ିକ ତ କେବଳ ମାନଚିତ୍ର ଉପରେ କିଛି ଗାର ନୁହନ୍ତି। ସେଗୁଡ଼ିକ ହେଉଛି ରାଜ୍ୟର ଅର୍ଥନୀତି, ଇତିହାସ ଆଉ ଲୋକଙ୍କ ଭାଗ୍ୟର ଧାରା। ଆଜି ଆମେ ଦେଖିବା କିପରି ଏହି ନଦୀମାନଙ୍କର ସ୍ୱଭାବ ହିଁ ଓଡ଼ିଶାର ସୁବିଧା ଏବଂ ଆହ୍ୱାନ ଉଭୟକୁ ଜନ୍ମ ଦେଇଛି। ଠିକ୍। ତେବେ ଚାଲନ୍ତୁ ଆଉ ଡେରି ନ କରି ସିଧା ମୂଳ କଥାକୁ ଯିବା। ଆମ ତଥ୍ୟର ପ୍ରଥମ ପଏଣ୍ଟ ହେଉଛି ଓଡ଼ିଶାର ଅଧିକାଂଶ ନଦୀ ହେଉଛି ଉପଦ୍ୱୀପୀୟ ବା ପେନିନସୁଲାର, ଆଉ ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବର୍ଷା ଜଳ ଉପରେ ନିର୍ଭରଶୀଳ। ଏହାର ପ୍ରକୃତ ଅର୍ଥ କ'ଣ? ଏହା କେମିତି ହିମାଳୟର ବାହାରିଥିବା ନଦୀଟାରୁ ଅଲଗା? ଆପଣ ଏକଦମ ସଠିକ୍ ଜାଗାରୁ ଆରମ୍ଭ କଲେ। ଏଇଠି ହିଁ ପୂରା କାହାଣୀର ମୂଳଦ୍ୱାର ଅଛି। ଦେଖନ୍ତୁ, ଉପଦ୍ୱୀପୀୟ ବା ବର୍ଷାପୁଷ୍ଟ ନଦୀର ଅର୍ଥ ହେଉଛି ଏମାନଙ୍କ ପାଖରେ ହିମାଳୟ ନଦୀ ଭଳି ବର୍ଷାସାରା ବରଫ ତରଳି ପାଣି ଆସିବାର କୌଣସି ବ୍ୟବସ୍ଥା ନାହିଁ। ଏମାନଙ୍କୁ ଆପଣ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଭଳି ଭାବିପାରନ୍ତି। ଆଚ୍ଛା। ହଁ, ଯେଉଁଥିରେ କେବଳ ବର୍ଷାର ସେଇ 3-4 ମାସରେ ହିଁ ପଇସା ଜମା ହୁଏ, ଆଉ ବାକି 8 ମାସ ସେଇଥିରୁ ଖର୍ଚ୍ଚ କରି ଚାଲିବାକୁ ପଡ଼େ। ଓହୋ। ତେଣୁ ମୌସୁମୀ ଭଲ ହେଲା ତ ନଦୀରେ ବନ୍ୟା, ଆଉ ମୌସୁମୀ ଧୋକା ଦେଲା ତ ନଦୀ ଶୁଖିଲା। ଓଡ଼ିଶାର କୃଷି, ଜଳ ସୁରକ୍ଷା ସବୁକିଛି ଏହି ମୌସୁମୀ ଜୁଆର ଉପରେ ହିଁ ନିର୍ଭର କରେ। ୱାଃ, ଏହି ତୁଳନାଟି ତ ବିଷୟଟିକୁ ପୁରା ସ୍ପଷ୍ଟ କରିଦେଲା। ଆଉ ଗୋଟିଏ କଥା ଯାହା ମୋ ଧ୍ୟାନ ଆକର୍ଷଣ କରୁଛି, ତାହା ହେଲା ଅଧିକାଂଶ ନଦୀ ପୂର୍ବ ଦିଗକୁ ବହିଯାଇ ବଙ୍ଗୋପସାଗରରେ ମିଶନ୍ତି। ଏହା ପଛରେ କିଛି ବିଶେଷ ଭୌଗୋଳିକ କାରଣ ଅଛି କି? ନିଶ୍ଚିତ ଭାବରେ। ଏହାର କାରଣ ହେଉଛି ଓଡ଼ିଶାର ଭୂମିର ଢାଳୁ। ରାଜ୍ୟର ପଶ୍ଚିମ ଭାଗରେ ପୂର୍ବଘାଟ ପର୍ବତମାଳା ଓ ମାଳଭୂମି ଅଛି, ଯାହା ପୂର୍ବ ଦିଗକୁ ସମୁଦ୍ର ଆଡ଼କୁ ଢାଳୁ ହୋଇ ରହିଛି। ଠିକ୍। ତେଣୁ ପାଣି ତ ନିଜର ପ୍ରାକୃତିକ ନିୟମ ଅନୁସାରେ ସେହି ଢାଳୁରେ ହିଁ ବହିଯିବ। କିନ୍ତୁ ଏହାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିଣାମ କ'ଣ ଜାଣନ୍ତି? କ'ଣ? ଏହି ନଦୀଗୁଡ଼ିକ ପାହାଡ଼ରୁ ଆସିଲା ବେଳେ ନିଜ ସହ ପ୍ରଚୁର ପରିମାଣର ମାଟି, ବାଲି ଆଉ ପଟୁ ଆଣନ୍ତି, ଆଉ ତାକୁ ଉପକୂଳ ଅଞ୍ଚଳରେ ବିଛାଇ ଦିଅନ୍ତି। ହଜାର ହଜାର ବର୍ଷ ଧରି ଚାଲିଥିବା ଏହି ପ୍ରକ୍ରିୟା ଯୋଗୁଁ ହିଁ ଆମ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏତେ ଉର୍ବର। ଓହୋ, ତେଣୁ ଏହାକୁ ରାଜ୍ୟର ଶସ୍ୟ ଭଣ୍ଡାର ବୋଲି କୁହାଯାଏ। ଏକଦମ ସେଇ କାରଣରୁ ହିଁ। ଏହା ବାସ୍ତବରେ ବହୁତ ମଜାଦାର କଥା। ତେବେ ଆମେ ନଦୀମାନଙ୍କର ସାଧାରଣ ଚରିତ୍ର ବୁଝିଗଲେ। ଏବେ ଆସନ୍ତୁ ଏକ କାଳ୍ପନିକ ଯାତ୍ରାରେ ବାହାରିବା। ଆମ ତଥ୍ୟରେ ନଦୀଗୁଡ଼ିକୁ ତାଙ୍କ ଉତ୍ପତ୍ତି ସ୍ଥଳ ଅନୁସାରେ ଅଲଗା ଅଲଗା ବର୍ଗରେ ରଖାଯାଇଛି। ଆମେ ଉତ୍ତର ଓଡ଼ିଶାରୁ ଆମର ଏହି ଯାତ୍ରା ଆରମ୍ଭ କରିବା। ଉତ୍ତମ ପ୍ରସ୍ତାବ। ତେବେ ଉତ୍ତର ଦିଗରୁ ଛୋଟନାଗପୁର ମାଳଭୂମିରୁ ଓଡ଼ିଶାକୁ 2ଟି ପ୍ରମୁଖ ନଦୀ ପ୍ରବେଶ କରୁଛନ୍ତି, ସୁବର୍ଣ୍ଣରେଖା ଆଉ ବ୍ରାହ୍ମଣୀ। ହଁ, ଏମାନେ ଝାଡ଼ଖଣ୍ଡରୁ ବାହାରିଛନ୍ତି। ଠିକ୍। ଏହି ନଦୀଗୁଡ଼ିକ କେବଳ ପାଣି ଆଣନ୍ତି ନାହିଁ, ବରଂ ଉତ୍ତର ଓଡ଼ିଶାର ଶିଳ୍ପ ପାଇଁ ଏମାନେ ହେଉଛନ୍ତି ଜୀବନରେଖା। ବିଶେଷ କରି ବ୍ରାହ୍ମଣୀ, ଯାହା ରାଉରକେଲା ପାଖରେ ଶଙ୍ଖ ଆଉ କୋଏଲ ନଦୀର ମିଳନରୁ ସୃଷ୍ଟି ହୋଇଛି। ତାହା ରାଉରକେଲା ଇସ୍ପାତ କାରଖାନା ଭଳି ବଡ଼ ବଡ଼ ଶିଳ୍ପ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ନଦୀ ବିନା ଶିଳ୍ପାଞ୍ଚଳକୁ କଳ୍ପନା କରିବା ବି ଅସମ୍ଭବ। ତେବେ ଏମାନେ ହେଲେ ଅନ୍ତରାଜ୍ୟ ନଦୀ। ଏହାପରେ ଆମ ଯାତ୍ରା ଆସୁଛି ରାଜ୍ୟର କେନ୍ଦ୍ର ଭାଗକୁ। ଆମେ ସମସ୍ତେ ଜାଣୁ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। କିନ୍ତୁ ଆମ ତଥ୍ୟ କହୁଛି ଏହା ମଧ୍ୟ ଛତିଶଗଡ଼ରୁ ବାହାରିଛି। ଗୋଟିଏ ନଦୀ ଯାହାର ଉତ୍ପତ୍ତି ଅନ୍ୟ ରାଜ୍ୟରେ, ତାହା ଆମ ରାଜ୍ୟର ଜୀବନରେଖା କେମିତି ହେଲା? ଏଥିରେ କିଛି ସମସ୍ୟା ହୁଏନି? ଆପଣ ଏକଦମ ଠିକ୍ ପ୍ରଶ୍ନ ପଚାରିଛନ୍ତି। ହଁ, ସମସ୍ୟା ତ ହୁଏ, ଯାହା ଆମେ ଜଳ ବିବାଦ ରୂପରେ ବେଳେବେଳେ ଦେଖୁ। କିନ୍ତୁ ଏହାକୁ ଜୀବନରେଖା କରିବାର କାରଣ ହେଉଛି ଏହାର ବିଶାଳତା। ଆଚ୍ଛା। ମହାନଦୀ ଓଡ଼ିଶାର ପ୍ରାୟ 42% ଅଞ୍ଚଳରେ ପ୍ରବାହିତ ହୁଏ। ଏହାର ଅବବାହିକା ରାଜ୍ୟର ସବୁଠୁ ବଡ଼। ଏହା କେବଳ ଗୋଟେ ନଦୀ ନୁହେଁ, ଏହା ଏକ ସଂସ୍କୃତି। ଏହା କୂଳରେ ହିଁ ଆମର ସଭ୍ୟତା ଗଢ଼ି ଉଠିଛି। ଠିକ୍। ଆଉ ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଏହା ଉପରେ ଥିବା ହୀରାକୁଦ ବନ୍ଧ, ସେ ତ କେବଳ ବନ୍ୟା ନିୟନ୍ତ୍ରଣ କରେନି, ବରଂ ଲକ୍ଷ ଲକ୍ଷ ହେକ୍ଟର ଜମିକୁ ପାଣି ଦେଇ ଓଡ଼ିଶାର କୃଷି ମାନଚିତ୍ରକୁ ପୁରା ବଦଳାଇ ଦେଇଛି। ଆଉ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ କରେ? ହଁ, ତା ସହିତ ବିଦ୍ୟୁତ୍ ଉତ୍ପାଦନ। ତେଣୁ ଏହାର ଉତ୍ପତ୍ତି ଯେଉଁଠି ବି ହେଉ, ଏହାର ସର୍ବାଧିକ ପ୍ରଭାବ ଓଡ଼ିଶା ଉପରେ ହିଁ ପଡ଼େ। ବୁଝିଲି।
ତେବେ ବ୍ରାହ୍ମଣୀ ଓ ମହାନଦୀ ଭଳି ବଡ଼ ବଡ଼ ଅନ୍ତରାଜ୍ୟ ନଦୀ ତ ଗଲା, କିନ୍ତୁ ଓଡ଼ିଶା ମାଟିରୁ ଜନ୍ମ ନେଇଥିବା କୌଣସି ପ୍ରମୁଖ ନଦୀ ନାହିଁ କି? ଅଛି, ନିଶ୍ଚୟ ଅଛି। ବୈତରଣୀ ସମାନଙ୍କ ମଧ୍ୟ ଗୋଟିଏ। ଏହାର ଉତ୍ପତ୍ତି ଓଡ଼ିଶାର କେନ୍ଦୁଝର ମାଳଭୂମିରେ ଥିବା ଗୁଣାଶିକାରୁ ହୋଇଛି। ତେବେ ଏହାକୁ ଓଡ଼ିଶାର ନିଜସ୍ୱ ନଦୀ କୁହାଯାଇପାରେ? ହଁ, ଏକ ପ୍ରକାରରେ। ଆଉ ଏହାର କେବଳ କୃଷିଗତ ମହତ୍ତ୍ୱ ନାହିଁ, ବରଂ ପୁରାଣ ଏବଂ ଲୋକକଥାରେ ମଧ୍ୟ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ଅଛି। ଏହା ଏକ ପବିତ୍ର ନଦୀ। ମୋତେ ଗୋଟେ କଥା ଆଶ୍ଚର୍ଯ୍ୟ ଲାଗୁଛି। ଆମେ ମାଳଭୂମିରୁ ବାହାରୁଥିବା ନଦୀ କଥା କହିଲେ, କିନ୍ତୁ ଆମ ନିଜ ପୂର୍ବଘାଟ ପର୍ବତମାଳା, ଯାହା ରାଜ୍ୟର ଏତେ ବଡ଼ ଅଂଶ, ସେଠାରୁ କ'ଣ କୌଣସି ଗୁରୁତ୍ୱପୂର୍ଣ୍ଣ ନଦୀ ବାହାରିନି? ହଁ, ନିଶ୍ଚୟ ବାହାରିଛି। ଆଉ ସେମାନଙ୍କର ଏକ ସ୍ୱତନ୍ତ୍ର ଚରିତ୍ର ବି ଅଛି। ପୂର୍ବଘାଟର ପୂର୍ବ ଢାଳୁରୁ ବାହାରୁଥିବା ନଦୀଗୁଡ଼ିକ ହେଲେ ବୁଢ଼ାବଳଙ୍ଗ, ସାଳନ୍ଦୀ ଏବଂ ବିଶେଷ କରି ଋଷିକୁଲ୍ୟା। ଋଷିକୁଲ୍ୟା। ହଁ, ଏଠି ଗୋଟେ ମଜାଦାର ଭୌଗୋଳିକ କଥା ଅଛି। ଦେଖନ୍ତୁ, ପୂର୍ବଘାଟ ପର୍ବତ ତ ସମୁଦ୍ରଠାରୁ ବେଶୀ ଦୂର ନୁହେଁ। ତେଣୁ ଏହି ନଦୀଗୁଡ଼ିକର ଲମ୍ବ ବେଶୀ ନୁହେଁ। ସେମାନେ ପାହାଡ଼ରୁ ବାହାରି ଦ୍ରୁତ ଗତିରେ ସିଧା ସମୁଦ୍ରରେ ମିଶିଯାଆନ୍ତି। ଆଚ୍ଛା। ଋଷିକୁଲ୍ୟା ଏହାର ସବୁଠୁ ଭଲ ଉଦାହରଣ। ଏହାର କୌଣସି ତ୍ରିକୋଣଭୂମି ବା ଡେଲ୍ଟା ନାହିଁ, ଆଉ ଏହାର ମୁହାଣ ହିଁ ବିଶ୍ୱପ୍ରସିଦ୍ଧ ଅଲିଭ୍ ରିଡ୍ଲେ କଇଛାମାନଙ୍କ ପାଇଁ ପୃଥିବୀର ସବୁଠାରୁ ବଡ଼ ଅଣ୍ଡାଦାନ ସ୍ଥଳୀ। ଏହା ପ୍ରକୃତରେ ଏକ ବିଶେଷ ତଥ୍ୟ। ତେବେ ଆମ ଯାତ୍ରା ଏବେ ଦକ୍ଷିଣ ଓଡ଼ିଶା ଆଡ଼କୁ ଯାଉଛି। ସେଠାକାର ନଦୀ ପ୍ରଣାଳୀ କିପରି? ଆମ ତଥ୍ୟରେ ବଂଶଧାରା, ନାଗାବଳୀ ଆଉ ଗୋଦାବରୀର ପ୍ରଭାବ କଥା ବି କୁହାଯାଇଛି। ହଁ, ଦକ୍ଷିଣ ଓଡ଼ିଶାର ଜଳପ୍ରଣାଳୀ ଟିକେ ଅଲଗା। ଏଠାରେ ବଂଶଧାରା ଓ ନାଗାବଳୀ ହେଉଛନ୍ତି ମୁଖ୍ୟ ଜୀବନରେଖା। ଏହି ନଦୀଗୁଡ଼ିକ ମଧ୍ୟ ପୂର୍ବଘାଟରୁ ହିଁ ବାହାରିଛନ୍ତି। କିନ୍ତୁ ଏମାନେ ଆନ୍ଧ୍ରପ୍ରଦେଶ ଦେଇ ସମୁଦ୍ରରେ ମିଶନ୍ତି। ତେଣୁ ଏଠାରେ ମଧ୍ୟ ଆନ୍ଧ୍ରପ୍ରଦେଶ ସହ ଅନ୍ତରାଜ୍ୟ ଜଳ ବିବାଦର ସ୍ଥିତି ରହିଛି। ଆଉ ଗୋଦାବରୀ? ଗୋଦାବରୀର ପ୍ରଭାବ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଦେଖିବାକୁ ମିଳେ। ଗୋଦାବରୀର ମୁଖ୍ୟ ଶାଖା ନଦୀ ଯେପରିକି ଇନ୍ଦ୍ରାବତୀ ଏବଂ କୋଲାବ, ବା ଯାହାକୁ ସାବରୀ ବି କୁହାଯାଏ, ସେଗୁଡ଼ିକ ଏହି ଅଞ୍ଚଳ ଦେଇ ପ୍ରବାହିତ ହୁଏ। ଆଉ ଏହି ଅଞ୍ଚଳରେ ହିଁ ଓଡ଼ିଶାର କେତେକ ବଡ଼ ଜଳବିଦ୍ୟୁତ୍ ପ୍ରକଳ୍ପ ଯେପରିକି ଇନ୍ଦ୍ରାବତୀ ଓ କୋଲାବ ପ୍ରକଳ୍ପ ଗଢ଼ି ଉଠିଛି। ବାଃ, ଆମ ଯାତ୍ରାର ଏବେ ଶେଷ ପର୍ଯ୍ୟାୟ। ମହାନଦୀ ନିଜର ଏତେ ଲମ୍ବା ଯାତ୍ରା ପରେ ଯେତେବେଳେ ସମୁଦ୍ର ପାଖରେ ପହଞ୍ଚେ, ସେତେବେଳେ କ'ଣ ହୁଏ? ଆମ ତଥ୍ୟରେ ପ୍ରାଚୀ, କଡ଼ୁଆ, ନୁଣା ଏମିତି କିଛି ଛୋଟ ନଦୀର ନାଁ ଅଛି। ଏଗୁଡ଼ିକ କ'ଣ? ଏହା ହେଉଛି ମହାନଦୀର ଅନ୍ତିମ ଓ ସବୁଠୁ ଉଦାର କାର୍ଯ୍ୟ। ସମୁଦ୍ରରେ ମିଶିବା ପୂର୍ବରୁ ମହାନଦୀର ଗତି ଧୀର ହୋଇଯାଏ, ଆଉ ସେ ନିଜ ସହ ଆଣିଥିବା ସମସ୍ତ ପଟୁମାଟିକୁ ଜମା କରି ଏକ ବିଶାଳ ତ୍ରିକୋଣଭୂମି ବା ଡେଲ୍ଟା ତିଆରି କରେ। ଏହି ସମୟରେ ମୁଖ୍ୟ ନଦୀଟି ଅନେକ ଛୋଟ ଛୋଟ ଶାଖାରେ ବାଣ୍ଟି ହୋଇଯାଏ। ଆଚ୍ଛା, ତେଣୁ ଏଗୁଡ଼ିକ ହେଉଛି ମହାନଦୀର ଶାଖା ନଦୀ। ଏକଦମ। ଆପଣ ଯେଉଁ ନାଁଗୁଡ଼ିକ କହିଲେ, ପ୍ରାଚୀ, କଡ଼ୁଆ, ଧନୁଆ, ରତ୍ନଚିରା, ଏଗୁଡ଼ିକ ହେଉଛି ମହାନଦୀର ସେହି ଶାଖା ନଦୀ ବା ଡିଷ୍ଟ୍ରିବ୍ୟୁଟରିଜ୍। ଏମାନେ ଏକ ଜାଲ ପରି ସେହି ଅଞ୍ଚଳରେ ବିଛେଇ ହୋଇ ରହିଛନ୍ତି, ଯାହାଫଳରେ ସେହି ଅଞ୍ଚଳଟି ଅତ୍ୟନ୍ତ ଉର୍ବର ହୋଇଥାଏ। ନିଶ୍ଚୟ। ଆମ ତଥ୍ୟରେ ପ୍ରାଚୀ ନଦୀ ଉପତ୍ୟକାର ଉଲ୍ଲେଖ ଅଛି, ଯାହା ଏକ ପ୍ରାଚୀନ ସଭ୍ୟତାର କେନ୍ଦ୍ର ଥିଲା। ଏହା ତ ବହୁତ ଆକର୍ଷଣୀୟ। ଏହାର ଅର୍ଥ କ'ଣ? ଏହା ଯେ ଆଜିର ଉପକୂଳବର୍ତ୍ତୀ ସଂସ୍କୃତିର ମୂଳଦ୍ୱାର ସେହି ନଦୀକୂଳରେ ହିଁ ପଡ଼ିଥିଲା। ଏକଦମ ଠିକ୍। ପ୍ରାଚୀ ଉପତ୍ୟକାରେ ଯେଉଁ ପ୍ରତ୍ନତାତ୍ତ୍ୱିକ ଖନନ ହୋଇଛି, ସେଥିରୁ ଅନେକ ପ୍ରମାଣ ମିଳିଛି। ଏହା ଦର୍ଶାଏ ଯେ ଏକଦା ଏହା ଏକ ବହୁତ ସମୃଦ୍ଧ ସଭ୍ୟତାର କେନ୍ଦ୍ର ଥିଲା। କିନ୍ତୁ ଏବେ ତ? କିନ୍ତୁ ସମୟକ୍ରମେ ନଦୀ ନିଜର ରାସ୍ତା ବଦଳାଇ ଦେଲା, ବୋଧହୁଏ ଶୁଖିଗଲା, ଏବଂ ତା ସହିତ ସଭ୍ୟତା ମଧ୍ୟ ଧୀରେ ଧୀରେ ଲୁପ୍ତ ହୋଇଗଲା। ଏହା ଆମକୁ ଦର୍ଶାଏ ଯେ ମଣିଷ ଆଉ ନଦୀର ସମ୍ପର୍କ କେତେ ନିବିଡ଼ ଆଉ ସମ୍ବେଦନଶୀଳ ମଧ୍ୟ। ନଦୀ ଜୀବନ ଦିଏ, ଆଉ ନଦୀ ମୁହଁ ଫେରାଇ ନେଲେ ସଭ୍ୟତା ବି ହଜିଯାଏ। ହଁ, ଠିକ୍ ସେଇଆ। ତେବେ ଯଦି ଆମେ ଏହି ପୁରା ଯାତ୍ରାକୁ ଏକାଠି କରି ଦେଖିବା, ଉତ୍ତରର ଶିଳ୍ପାଞ୍ଚଳରୁ ଦକ୍ଷିଣର ଜଳବିଦ୍ୟୁତ୍ ପର୍ଯ୍ୟନ୍ତ, ମହାନଦୀର କୃଷିଠାରୁ ଋଷିକୁଲ୍ୟାର ପରିବେଶ ପର୍ଯ୍ୟନ୍ତ, ଏ ସବୁର ମହତ୍ତ୍ୱ କ'ଣ? ଏହାକୁ ସରଳ ଭାବରେ କହିଲେ ତିନୋଟି ମୁଖ୍ୟ କାରଣ ଅଛି। ପ୍ରଥମତଃ କୃଷି ଓ ଜଳସେଚନ, ଯାହା ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ। ଠିକ୍। ଦ୍ୱିତୀୟତଃ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ, ଯାହା ରାଜ୍ୟର ବିକାଶକୁ ଗତି ଦିଏ। ଏବଂ ତୃତୀୟତଃ ଜନବସତି। ଗୋଟେ କଥା ଦେଖନ୍ତୁ, ପାଣି ଯେଉଁଠି, ଜୀବନ ସେଇଠି। ହଁ, ଏହା ତ ସତ୍। ଆପଣ ଓଡ଼ିଶାର ପୁରୁଣା ଓ ବଡ଼ ସହରଗୁଡ଼ିକୁ ଦେଖନ୍ତୁ। କଟକ, ସମ୍ବଲପୁର, ରାଉରକେଲା ସବୁ ନଦୀ କୂଳରେ। କାହିଁକି?
କାରଣ ନଦୀ କେବଳ ପିଇବା ପାଣି ଦେଉନଥିଲା, ଏହା ଥିଲା ସେତେବେଳର ହାଇୱେ, ବେପାର ବଣିଜର ରାସ୍ତା ଆଉ ଜୀବିକାର ମାଧ୍ୟମ। ଆମ ପାଖରେ ଥିବା ସୂଚନାରେ ଏହା ମଧ୍ୟ ଲେଖା ଅଛି ଯେ ଓଡ଼ିଶାରେ ନଦୀ ବ୍ୟତୀତ ହ୍ରଦ, ଜଳପ୍ରପାତ ଏବଂ ପ୍ରାକୃତିକ ଝରଣା ଭଳି ଅନ୍ୟ ଜଳ ଉତ୍ସ ବି ଅଛି। ନିଶ୍ଚିତ ଭାବରେ ଚିଲିକା ହ୍ରଦ ସେ ତ ଏସିଆର ବୃହତ୍ତମ ଲବଣାକ୍ତ ହ୍ରଦ। ସେହିପରି ଡୁଡୁମା, ବରେହିପାଣି, ଖଣ୍ଡାଧାରା ଭଳି ଜଳପ୍ରପାତ କେବଳ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ସ୍ଥାନୀୟ ପରିବେଶ ଏବଂ ଜୈବ ବିବିଧତା ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମସ୍ତ ଜଳ ଉତ୍ସ ମିଶି ରାଜ୍ୟର ସମ୍ପୂର୍ଣ୍ଣ ଜଳଚିତ୍ରକୁ ପୂର୍ଣ୍ଣ କରନ୍ତି। ତେବେ ଆଜିର ଆଲୋଚନାରୁ ଏହା ପୁରା ସ୍ପଷ୍ଟ ଯେ ଓଡ଼ିଶାରେ ଏକ ସୁବିକଶିତ ଏବଂ ବିବିଧ ନଦୀ ପ୍ରଣାଳୀ ରହିଛି। ଏହି ନଦୀଗୁଡ଼ିକ ମୁଖ୍ୟତଃ ପୂର୍ବ ଦିଗକୁ ପ୍ରବାହିତ, ବର୍ଷା ଜଳ ଉପରେ ନିର୍ଭରଶୀଳ, ଆଉ ପ୍ରତ୍ୟେକଟି ନଦୀର ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ଅବଦାନ ଅଛି। ଏହା ସତ। ଆମେ ଦେଖିଲେ କିପରି ଉତ୍ପତ୍ତି ସ୍ଥଳ ବଦଳିବା ସହିତ ନଦୀର ଚରିତ୍ର ମଧ୍ୟ ବଦଳିଯାଏ। ଛୋଟ ନାଗପୁର ମାଳଭୂମିରୁ ଆସୁଥିବା ଶିଳ୍ପକେନ୍ଦ୍ରିକ ନଦୀଠାରୁ ଆରମ୍ଭ କରି ପୂର୍ବଘାଟରୁ ବାହାରୁଥିବା ଦ୍ରୁତଗାମୀ ନଦୀ ପର୍ଯ୍ୟନ୍ତ ପ୍ରତ୍ୟେକର ନିଜସ୍ୱ କାହାଣୀ ଓ ମହତ୍ତ୍ୱ ରହିଛି। ନମସ୍କାର। ଆଜିର ଏ ବିଶଦ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଏକ ଏମିତି ନଦୀର କଥା କହିବା ଯାହା ଓଡ଼ିଶା ମାନଚିତ୍ରରେ ମାତ୍ର 70 କିଲୋମିଟର ପାଇଁ ଦେଖାଯାଏ। କିନ୍ତୁ ଉତ୍ତର ଓଡ଼ିଶାର ଅର୍ଥନୀତି ଆଉ ପରିଚୟ ଉପରେ ଏହାର ପ୍ରଭାବ ବହୁତ ଗଭୀର। ଏକଦମ। ତେବେ ଏତେ ଛୋଟ ଯାତ୍ରାରେ ଏତେ ବଡ଼ ଭୂମିକା କେମିତି? ଆସନ୍ତୁ ଆଜି ଏ ବିଷୟରେ ଟିକେ ଗଭୀରକୁ ଯିବା। ଆମ ପାଖରେ ଯେଉଁ ସବୁ ତଥ୍ୟ ଅଛି ତାହା ଆମକୁ ସୁବର୍ଣ୍ଣରେଖା ନଦୀର ଉତ୍ପତ୍ତିଠାରୁ ଆରମ୍ଭ କରି ବହୁତ କିଛି କହିବ। ହଁ, ଆଉ ବିଷୟଟି ବାସ୍ତବରେ ବହୁତ ଆକର୍ଷଣୀୟ, କାରଣ ସୁବର୍ଣ୍ଣରେଖା ଏଟା ଖାଲି ଗୋଟେ ନଦୀ ନୁହେଁ, ଏହା ଛୋଟ ନାଗପୁର ମାଳଭୂମିରୁ ବାହାରୁଥିବା ପୂର୍ବବାହୀ ନଦୀମାନଙ୍କ ଭିତରେ ଗୋଟେ ମୁଖ୍ୟ ଉଦାହରଣ। ଆଉ ତା ନାଁ ଭିତରେ ବି ତ ଗୋଟେ କାହାଣୀ ଲୁଚି ରହିଛି, ନୁହେଁ କି? ସୁବର୍ଣ୍ଣରେଖା ମାନେ ସୁନାର ରେଖା। ହଁ, ଆଉ ଏଟା ଖାଲି କାବ୍ୟିକ ନୁହେଁ, ପାରମ୍ପରିକ ଭାବରେ ଲୋକକଥାରେ ଅଛି ଯେ ଏହି ନଦୀର ବାଲିରେ ସୁନା କଣିକା ମିଳେ। ସତରେ? ଆଜି ବି? ହଁ, ଏପରିକି ଆଜି ମଧ୍ୟ କିଛି ଆଦିବାସୀ ସମ୍ପ୍ରଦାୟର ଲୋକେ ଏହାର ବାଲିକୁ ଚାଲି ସୁନା ଖୋଜନ୍ତି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ମାଳଭୂମି ଅଞ୍ଚଳରୁ ଖଣିଜ ପଦାର୍ଥ ଧୋଇ ହୋଇ ଆସି ଜମା ହେବାର ସମ୍ଭାବନା ଅଛି। ତେଣୁ ଏହି ନାମକରଣ ହିଁ ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ। ଆଚ୍ଛା, ତେବେ ଏହାର ଯାତ୍ରା ଆରମ୍ଭ ହୁଏ କେଉଁଠୁ? ଝାରଖଣ୍ଡର ଛୋଟନାଗପୁର ମାଳଭୂମିରୁ, ଠିକ୍ ତ? ଏକଦମ ଠିକ୍। ଆମ ତଥ୍ୟରେ ଗୋଟେ ଜିନିଷ ଲେଖା ଅଛି ଯେ ଏହା ଉପଦ୍ୱୀପୀୟ ଭାରତର ନଦୀ ବ୍ୟବସ୍ଥାର ଏକ ଶାସ୍ତ୍ରୀୟ ଉଦାହରଣ। ଏହାର ଅର୍ଥ କ'ଣ? ହିମାଳୟରୁ ବାହାରୁଥିବା ନଦୀଠୁ ଏଟା କେମିତି ଅଲଗା? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ହିମାଳୟର ନଦୀ ଯେମିତି ଗଙ୍ଗା, ସେଗୁଡ଼ିକ ବରଫ ଗଳିବା ଯୋଗୁଁ ବର୍ଷାସାରା ପାଣି ପାଆନ୍ତି। କିନ୍ତୁ ସୁବର୍ଣ୍ଣରେଖା ପରି ଉପଦ୍ୱୀପୀୟ ନଦୀଗୁଡ଼ିକ ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ। ଏଥିପାଇଁ ଆମେ ଏହାକୁ କହୁ ବର୍ଷାଜଳ ପୁଷ୍ଟ। ଓହୋ, ବର୍ଷାଜଳ ପୁଷ୍ଟ। ଏହାର ଜଳପ୍ରବାହ ବର୍ଷସାରା ବହୁତ ଅସ୍ଥିର ରହୁଥିବ। ହଁ, ବହୁତ। ଏହା ତ ସ୍ଥାନୀୟ କୃଷି ଆଉ ଜଳ ପରିଚାଳନା ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବ। ମୋର ମନେ ପଡ଼ୁଛି କିଛି ବର୍ଷ ତଳେ କମ୍ ବର୍ଷା ଯୋଗୁଁ ବାଲେଶ୍ୱରର କିଛି ଅଞ୍ଚଳରେ ନଦୀ ପାଖାପାଖି ଶୁଖିଯାଇଥିଲା। ଏକଦମ ଠିକ୍ କଥା ଉଠାଇଲେ। ଦେଖନ୍ତୁ, ବର୍ଷା ଋତୁରେ ଜୁଲାଇରୁ ସେପ୍ଟେମ୍ବର ଏଥିରେ ଏତେ ପାଣି ଆସେ ଯେ ବେଳେବେଳେ ଏହା ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟାର କାରଣ ହୁଏ। ଆଉ ଗ୍ରୀଷ୍ମ ଋତୁରେ? ଆଉ ଅନ୍ୟପଟେ ଫେବୃଆରୀରୁ ମେ ମାସ ଯାଏ ନଦୀ ଶୁଖିଯାଏ। ଜଳସେଚନ ଆଉ ପିଇବା ପାଣି ପାଇଁ ସଙ୍କଟ। ଏହି ଅସ୍ଥିରତା ହିଁ ଏଠିକାର ଲୋକଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ। ବର୍ତ୍ତମାନ ଆସନ୍ତୁ ଏହାର ଆକାର ବିଷୟରେ ଟିକେ କଥା ହେବା। ଏହାର ମୋଟ ଲମ୍ବ ପ୍ରାୟ 433 କିଲୋମିଟର, କିନ୍ତୁ ଓଡ଼ିଶାର ମାତ୍ର 70 କିଲୋମିଟର। ମାତ୍ର 70 କିଲୋମିଟର। ଏଇଟା ବଡ଼ ଆଶ୍ଚର୍ଯ୍ୟର କଥା। ତେବେ ଏହାର ପ୍ରକୃତ ପ୍ରଭାବ କ'ଣ ଖାଲି ଲମ୍ବରେ ଅଛି, ନା ଏହାର ଜଳାଧାର କ୍ଷେତ୍ରରେ? ଏଇଠି ହିଁ ପ୍ରକୃତ କଥା ଲୁଚି ରହିଛି। ଦେଖନ୍ତୁ, ନଦୀର ପ୍ରଭାବ କେବେ ବି ଖାଲି ତାର ଲମ୍ବରେ ମପାଯାଏ ନାହିଁ। ଏହାର ଜଳାଧାର କ୍ଷେତ୍ର ବା ଯାହାକୁ ଆମେ କ୍ୟାଚମେଣ୍ଟ ଏରିଆ କହୁ, ସେଇଟା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଆଚ୍ଛା। ସୁବର୍ଣ୍ଣରେଖାର ମୋଟ ଜଳଧାରା କ୍ଷେତ୍ର ହେଉଛି ପ୍ରାୟ 19,500 ବର୍ଗ କିଲୋମିଟର।
19,500 ଏତେ ବିଶାଳ। ତେବେ ଏଇ ଜଳଧାରା କ୍ଷେତ୍ର କହିଲେ ସାଧାରଣ ଭାବରେ କ'ଣ ବୁଝାଏ? ମାନେ ସେହି ସବୁ ଅଞ୍ଚଳ ଯେଉଁଠୁ ବର୍ଷା ପାଣି ଛୋଟ ବଡ଼ ନାଳ ଓ ନଦୀ ଦେଇ ଶେଷରେ ଆସି ସୁବର୍ଣ୍ଣରେଖାରେ ମିଶେ। ଓହୋ, ତେଣୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଉ ଓଡ଼ିଶାର ଗୋଟେ ବହୁତ ବଡ଼ ଅଞ୍ଚଳର ପାଣି ଏହି ଗୋଟିଏ ନଦୀ ଦେଇ ବହିଯାଏ। ଆଉ ସେଇଥିରୁ ଓଡ଼ିଶାରେ ଅଛି ପ୍ରାୟ 3,200 ବର୍ଗ କିଲୋମିଟର। ତାହେଲେ ଏତେ ବଡ଼ ଅଞ୍ଚଳରୁ ପାଣି ଆସୁଥିବାରୁ ହିଁ ଏହାର ପ୍ରଭାବ ଏତେ ଅଧିକ। ଏକଦମ ସେହି ବିଶାଳ ଅଞ୍ଚଳରୁ ବହି ଆସୁଥିବା ପାଣିର ପରିମାଣ ହିଁ ଉତ୍ତର ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରେ। ଠିକ୍। ତେବେ ଏହି ବହୁରାଜ୍ୟ ନଦୀଟି ଓଡ଼ିଶାରେ କେଉଁଠି ପ୍ରବେଶ କରେ? ଏହା ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ପାଖରେ ଥିବା ଲକ୍ଷ୍ମଣନାଥ ନାମକ ସ୍ଥାନରୁ ଓଡ଼ିଶାରେ ପଶେ। ଏହାପରେ ମୁଖ୍ୟତଃ ମୟୂରଭଞ୍ଜ ଆଉ ବାଲେଶ୍ୱର ଜିଲ୍ଲାର କିଛି ଅଂଶ ଦେଇ ଯାଏ। ଆଉ ଏଠାରେ ତାର ଆଉ ଗୋଟେ ଭୂମିକା ବି ଅଛି, ଯାହା ଆମ ତଥ୍ୟରେ ଲେଖା ଅଛି। ଏହା ଦୁଇଟି ରାଜ୍ୟ ଭିତରେ ଗୋଟେ ସୀମା ଭଳି କାମ କରେ। ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଗୋଟେ ନଦୀ ସୀମା ଭାବରେ କାମ କରେ, ସେତେବେଳେ ଏହା କ'ଣ ଖାଲି ମାନଚିତ୍ର ଉପରେ ଗୋଟେ ରେଖା, ନା ଏହାର କିଛି ପ୍ରଶାସନିକ ପ୍ରଭାବ ବି ଅଛି? ନିଶ୍ଚିତ ଭାବରେ ଅଛି। ଦେଖନ୍ତୁ, ନଦୀର ଏପଟେ ଓଡ଼ିଶାର ଶାସନ, ଭାଷା, ସଂସ୍କୃତି ଆଉ ସେପଟେ ପଶ୍ଚିମବଙ୍ଗର। ଆଚ୍ଛା, ତେଣୁ ଜଳସମ୍ପଦର ବଣ୍ଟନ ହେଉ କି ବନ୍ୟା ନିୟନ୍ତ୍ରଣ, ସବୁଥିପାଇଁ ଦୁଇ ରାଜ୍ୟ ଭିତରେ ସମନ୍ୱୟ ଦରକାର ପଡ଼େ। ଏହା ଖାଲି ଭୌଗୋଳିକ ରେଖା ନୁହେଁ, ଏକ ଜୀବନ୍ତ ପ୍ରଶାସନିକ ସୀମାରେଖା। ଆଉ ଏହି ଯାତ୍ରାରେ ସୁବର୍ଣ୍ଣରେଖା ତ ଏକା ନୁହେଁ, ତାର ତ ଏକ ପୁରା ପରିବାର ଅଛି, ମାନେ ଉପନଦୀ। ହଁ, ନଦୀର ଗୋଟେ ପରିବାର ଅଛି ବୋଲି ଭାବି ନିଅନ୍ତୁ। ସୁବର୍ଣ୍ଣରେଖାର ସବୁଠାରୁ ବଡ଼ ଆଉ ଗୁରୁତ୍ୱପୂର୍ଣ୍ଣ ସାହାଯ୍ୟକାରୀ ହେଲା ଖରକାଇ ନଦୀ। ଖରକାଇ? ହଁ, ତାର ଡାହାଣ ପଟୁ ଆସି ମିଶିଛି। ଖରକାଇ ନିଜେ ଗୋଟେ ବଡ଼ ନଦୀ, ଆଉ ଏଟା ଓଡ଼ିଶାର ମୟୂରଭଞ୍ଜରୁ ବାହାରି ଝାଡ଼ଖଣ୍ଡରେ ସୁବର୍ଣ୍ଣରେଖା ସହିତ ମିଶିଛି। ଓହୋ, ତା ଛଡ଼ା ଆଉ କିଏ କିଏ ଅଛନ୍ତି? ତାଛଡ଼ା କାଞ୍ଚି, କରକାରୀ, ରାଢ଼ୁ ଭଳି ଆହୁରି ଅନେକ ଛୋଟ ଛୋଟ ସାଥୀ ନଦୀ ଅଛନ୍ତି। ବାମପଟୁ ଦୁଲାଙ୍ଗ ମଧ୍ୟ ଗୋଟେ ମୁଖ୍ୟ ଉପନଦୀ। ଖରକାଇ ଆଉ ସୁବର୍ଣ୍ଣରେଖାର ସଙ୍ଗମ ସ୍ଥଳରେ ଅଛି। ଏକଦମ। ତେବେ ତାର ପରିବେଶଗତ ପ୍ରଭାବ ନିଶ୍ଚୟ ନଦୀ ଉପରେ ପଡ଼ୁଥିବ। ଏଇଟା ଗୋଟେ ବହୁତ ବଡ଼ ଚିନ୍ତାର ବିଷୟ। ଜାମଶେଦପୁର ଆଉ ଆଖପାଖର ଶିଳ୍ପାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏହି ନଦୀର ଜଳକୁ ବହୁତ ପ୍ରଦୂଷିତ କରୁଛି। ଫଳରେ ସେ ପାଣି ଯେତେବେଳେ ଓଡ଼ିଶାରେ ପଶୁଛି, ସେତେବେଳେ ଏହା ନିଜ ସାଙ୍ଗରେ କେବଳ ଜୀବନ ନୁହେଁ, ପ୍ରଦୂଷଣର ବିପଦ ମଧ୍ୟ ଆଣୁଛି। ଏହା ନଦୀର ଜୈବ ବିବିଧତା ଆଉ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦ। ତେବେ ଏହି ପ୍ରଦୂଷଣର ବୋଝ ନେଇ ନଦୀ ଶେଷରେ କେଉଁଠି ପହଞ୍ଚେ? ଏହାର 433 କିଲୋମିଟରର ଯାତ୍ରା କେଉଁଠି ସରେ? ଏହି ଲମ୍ବା ଯାତ୍ରା ଶେଷ କରି ସୁବର୍ଣ୍ଣରେଖା ବାଲେଶ୍ୱର ଜିଲ୍ଲା ଦେଇ ବଙ୍ଗୋପସାଗରରେ ମିଶିଯାଏ। ଆଉ ସମୁଦ୍ରରେ ମିଶିବା ସ୍ଥାନରେ ଏହା ଏକ ମୁହାଣ ଅଞ୍ଚଳ ବା ଏସ୍ଚୋରି ତିଆରି କରେ। ମୁହାଣ ଅଞ୍ଚଳ ମାନେ ଯୋଉଠି ନଦୀର ମିଠା ପାଣି ଆଉ ସମୁଦ୍ରର ଲୁଣି ପାଣି ମିଶେ। ଏହାର କିଛି ଖାସ୍ ମହତ୍ତ୍ୱ ଥାଏ କି? ନିଶ୍ଚିତ। ମୁହାଣ ଅଞ୍ଚଳଗୁଡ଼ିକ ପୃଥିବୀର ସବୁଠାରୁ ଉତ୍ପାଦନଶୀଳ ପରିବେଶ ଭିତରୁ ଗୋଟେ। ଆଚ୍ଛା, ହଁ, ଏଠି ମିଠା ଆଉ ଲୁଣି ପାଣି ମିଶି ବ୍ରାକିଶ୍ ୱାଟର ତିଆରି କରେ, ଯାହା ବିଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡ଼ାଙ୍କ ବଂଶବୃଦ୍ଧି ପାଇଁ ବହୁତ ଭଲ। ତାହେଲେ ତ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀମାନଙ୍କ ପାଇଁ ଏହା ଏକ ଜୀବିକାର ବଡ଼ ଉତ୍ସ। ଏକଦମ। ଏହାଛଡ଼ା ନଦୀ ବୋହି ଆଡ଼ୁଥିବା ପଟୁମାଟି ଜମା ହୋଇ ଏହି ଅଞ୍ଚଳର ଚାଷ ଜମିକୁ ଉର୍ବର କରେ। ତେବେ ଏସବୁକୁ ଯଦି ଆମେ ଏକାଠି କରି ଦେଖିବା, ସୁବର୍ଣ୍ଣରେଖା ଉତ୍ତର ଓଡ଼ିଶା ପାଇଁ ଗୋଟେ ଆଶୀର୍ବାଦ ଭଳି। ହଁ, ଆଶୀର୍ବାଦ ତ ନିଶ୍ଚୟ। କିନ୍ତୁ ଏହାର ଆଉ ଗୋଟିଏ ଦିଗ ମଧ୍ୟ ଅଛି। ଆଉ ତା ହେଉଛି ବନ୍ୟା। ପ୍ରତିବର୍ଷ ବନ୍ୟା ଯୋଗୁଁ ତ ବହୁତ କ୍ଷୟକ୍ଷତି ବି ହୁଏ। ତେବେ ଏହାକୁ ଆଶୀର୍ବାଦ କହିବା ନା ଅଭିଶାପ? ଏହାକୁ ଦ୍ୱୈତ ଚରିତ୍ରର ନଦୀ କହିବା ବୋଧେ ଅଧିକ ଠିକ୍ ହେବ। ମୌସୁମୀ ସମୟରେ ଏହାର ଜଳଧାରଣ କ୍ଷେତ୍ରରୁ ଏତେ ପାଣି ଆସେ ଯେ ତଳିଆ ଅଞ୍ଚଳ ବୁଡ଼ିଯାଏ। ଫସଲ ନଷ୍ଟ ହୁଏ, ଘରଦ୍ୱାର ଭାଙ୍ଗେ। ହଁ, କିନ୍ତୁ ସେଇ ବନ୍ୟା ପାଣି ଛାଡ଼ିଗଲା ପରେ ଯେଉଁ ପଟୁମାଟି ଜମା ହୁଏ, ତାହା ପରବର୍ତ୍ତୀ ଫସଲ ପାଇଁ ବରଦାନ ହୋଇଯାଏ। ତେଣୁ ଏକ ଜଟିଳ ସମ୍ପର୍କ। ଏହି ଅଞ୍ଚଳର ଲୋକମାନେ ଏହାର ବିଧ୍ୱଂସକାରୀ ରୂପକୁ ସହିବା ଏବଂ ଏହାର ଉପକାରୀ ରୂପର ଲାଭ ଉଠାଇବା ଶିଖିଯାଇଛନ୍ତି। ହଁ, ଏକଦମ। ଆଚ୍ଛା, ଏହାର ଅର୍ଥନୈତିକ ଏବଂ ଭୌଗୋଳିକ ଗୁରୁତ୍ୱ ତ ରହିଛି, କିନ୍ତୁ ଶିକ୍ଷାଗତ ଦୃଷ୍ଟିରୁ ଏହାର କିଛି ମହତ୍ତ୍ୱ ଅଛି କି? ନିଶ୍ଚିତ। ଓଡ଼ିଶା ଭୂଗୋଳରେ ସୁବର୍ଣ୍ଣରେଖା ଗୋଟେ ଅପରିହାର୍ଯ୍ୟ ଅଧ୍ୟାୟ।
ସ୍କୁଲ ସ୍ତରରୁ ଆରମ୍ଭ କରି ଓଡ଼ିଶା ସିଭିଲ ସର୍ଭିସ ପରି ପରୀକ୍ଷା ପର୍ଯ୍ୟନ୍ତ ଏହି ନଦୀ ବିଷୟରେ ପ୍ରଶ୍ନ ଆସେ। ତେଣୁ ଏହା କେବଳ ଏକ ଜଳଧାରା ନୁହେଁ, ଏହା ଜ୍ଞାନର ମଧ୍ୟ ଏକ ଧାରା। ବହୁତ ସୁନ୍ଦର ଭାବରେ କହିଲେ। ତେବେ ଆଜିର ଆଲୋଚନାରୁ ଏହା ସ୍ପଷ୍ଟ ଯେ ସୁବର୍ଣ୍ଣରେଖା ଏକ ଅଦ୍ଭୁତ ନଦୀ। ଏହାର ନାଁରେ ସୁନାର କାହାଣୀ, ଏହାର ଚରିତ୍ରରେ ବନ୍ୟା ଓ ବରଦାନର ଦ୍ୱୈତତା, ଆଉ ଏହାର ଯାତ୍ରାରେ 3ଟି ରାଜ୍ୟର ଭାଗ୍ୟ ଯୋଡ଼ି ହୋଇ ରହିଛି। ସଂକ୍ଷେପରେ କହିଲେ, ଛୋଟନାଗପୁର ମାଳଭୂମିରୁ ବାହାରିଥିବା ଏହି ବର୍ଷା ଜଳପୁଷ୍ଟ ନଦୀ, ଯାର ସବୁଠୁ ବଡ଼ ସହଯୋଗୀ ହେଉଛି ଖରକାଇ, ତାହା ଶିଳ୍ପାଞ୍ଚଳର ପ୍ରଦୂଷଣର ବୋଝ ନେଇ ମଧ୍ୟ ଉତ୍ତର ଓଡ଼ିଶା ପାଇଁ ଏକ ଜୀବନରେଖା। ଆଉ ଏହା ଏକା ସାଙ୍ଗରେ ଏକ ପ୍ରାକୃତିକ ସୀମା, ଏକ ଅର୍ଥନୈତିକ ଉତ୍ସ, ଏକ ପରିବେଶଗତ ଚିନ୍ତା ଏବଂ ଏକ ଶିକ୍ଷଣୀୟ ଅଧ୍ୟାୟ। ହଁ, ସବୁକିଛି। ଆଜିର ଆଲୋଚନା ଶେଷରେ ଆମ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ି ଯାଉଛୁ। ଯେହେତୁ ଆମେ ଜାଣିଲେ ଯେ ସୁବର୍ଣ୍ଣରେଖା ଏକ ବର୍ଷାଜଳ ପୁଷ୍ଟ ନଦୀ ଏବଂ ଏହାର ପ୍ରବାହ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଉପରେ ନିର୍ଭରଶୀଳ, ପରିବର୍ତ୍ତିତ ଜଳବାୟୁ ଏବଂ ଅନିୟମିତ ମୌସୁମୀ ବର୍ଷାର ପରିପ୍ରେକ୍ଷୀରେ ଏହି ନଦୀ ଉପରେ ନିର୍ଭରଶୀଳ ଅଞ୍ଚଳଗୁଡ଼ିକ ଭବିଷ୍ୟତରେ କେଉଁ ପ୍ରକାରର ଦୀର୍ଘକାଳୀନ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି।